ଏହି ସବୁ କଥା ଜାଣି ରଖନ୍ତୁ, କାମରେ ଆସିବ। ନମ୍ବର 1, ଗରୁଡ଼ ଚିତ୍ର ଥିବା ଘଣ୍ଟି ଠାକୁର ଘରେ ବାଜିଲେ ଅଗ୍ନି, ଚୋର ଓ ବଜ୍ର ଭୟ ହୋଇନଥାଏ। ନମ୍ବର 2, ମା ଲକ୍ଷ୍ମୀଙ୍କର ଠିଆ ହୋଇଥିବା ମୂର୍ତ୍ତି କିମ୍ବା ଫଟୋକୁ ରଖନ୍ତୁ ନାହିଁ। ମା ଲକ୍ଷ୍ମୀଙ୍କର ବସିଥିବା ମୂର୍ତ୍ତି କିମ୍ବା ଫଟୋ ରଖନ୍ତୁ। ନମ୍ବର 3, ଘରେ ବ୍ୟବହୃତ ପାଣି ଟ୍ୟାପ୍ରୁ ପାଣି ବନ୍ଦ ପରେ ପାଣି ଝରିଲେ ଘରର ଅମଙ୍ଗଳ ହୋଇଥାଏ। ନମ୍ବର 4, ଧଳା ପେଚା ଘର ଉପରେ ବସିଲେ ଘର ଭିତରେ ପଶିଲେ ବା ରାସ୍ତାରେ ଦେଖିଲେ ଶୁଭ, କିନ୍ତୁ କଳା ପେଚା ଦେଖିଲେ ଏହା ଅଶୁଭ ହୋଇଥାଏ। ଏହାର ପ୍ରତିକାର ହେଉଛି ଯେକୌଣସି ରବିବାର ଦିନ କ୍ଷୀର, ଗୁଡ଼ ଏବଂ କଦଳୀ ବ୍ରାହ୍ମଣକୁ ଖାଇବାକୁ ଦିଅନ୍ତୁ। ନମ୍ବର 5, ପରିସ୍ରା କରିବା ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ ନାହିଁ। ଏହାଦ୍ୱାରା କିଡ୍ନି ନଷ୍ଟ ହେବାର ସମ୍ଭାବନା ଅଧିକ ଥାଏ। ନମ୍ବର 6, କେବେ ବି ଛିଡ଼ା ହୋଇ ପାଣି ପିଇବେ ନାହିଁ। ଛିଡ଼ା ହୋଇ ପାଣି ପିଇଲେ ଅଣ୍ଡକୋଷ ବଡ଼ ହୋଇଥାଏ। ନମ୍ବର 7, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣେ ଗର୍ଭବତୀ ମହିଳା ନିଜ କୋଠରୀରେ ଭଗବାନ କୃଷ୍ଣଙ୍କ ବାଲଗୋପାଳ ଫଟୋ ରଖିବା ଉଚିତ। ନମ୍ବର 8, ଭଗବାନ ଗଣେଶଙ୍କ ସହିତ ଜଡ଼ିତ ପୁସ୍ତକ ପାଠ କରନ୍ତୁ। ଏହା ଏକ ଶିଶୁ ଜନ୍ମ ସହିତ ଅଙ୍ଗଗୁଡ଼ିକର ଆବଶ୍ୟକ ଉପରେ ଗୁରୁତ୍ୱ ଦେଇଥାଏ। ନମ୍ବର 9, ବାଥରୁମ୍ ଅପରିଷ୍କାର ରଖିବା ଦ୍ୱାରା ରାହୁ କେତୁ ରୁଷ୍ଟ ହୋଇଯାଆନ୍ତି, ଯାହାର ପ୍ରଭାବ ମନୁଷ୍ୟ ଜୀବନ ଉପରେ ପଡ଼ିଥାଏ। ନମ୍ବର 10, କେଶ ଧୋଇବା ପରେ ଝଡ଼ିବା ବାଳ ସେହିପରି ବାଥରୁମ୍ରେ ଛାଡ଼ି ଦିଅନ୍ତୁ ନାହିଁ, କିନ୍ତୁ ବାସ୍ତୁ ମତରେ ଏଥିରୁ ଶନି ଓ ମଙ୍ଗଳ ଦେବ କ୍ରୋଧ କରନ୍ତି, ଯାହା ଯୋଗୁଁ ହେବା କାର୍ଯ୍ୟ ମଧ୍ୟ ବନ୍ଦ ହୋଇଯାଏ। ନମ୍ବର 11, ଯଦି ଆପଣଙ୍କ ଶରୀରରେ ଏଲର୍ଜି ରହୁଛି, ତେବେ ଆପଣ ନିଜ ଖାଦ୍ୟରେ ଅଣ୍ଡା ଏବଂ ଲୁଣି ଶୁଖୁଆକୁ କମ୍ରୁ ଅତି କମ୍ ବ୍ୟବହାର କରନ୍ତୁ, କାରଣ ଅଣ୍ଡା ଓ ଶୁଖୁଆ ପାଇଁ ଏହା ଅଧିକ ଆଲର୍ଜି ହୋଇଥାଏ। ଆପଣମାନେ ଯଦି ଚାହିଁବେ କେଶରକୁ ଜମା ବି ଖାଆନ୍ତୁ ନାହିଁ, କାହିଁକିନା କେଶର ଖାଇଲେ ବହୁତ ଆଲର୍ଜି ହୋଇଥାଏ। ନମ୍ବର 12, ଯଦି ଆପଣମାନେ ସକାଳେ ଉଠିବା ପରେ ରାତିରେ ରଖାଯାଇଥିବା ରୁଟି ଖାଆନ୍ତି, ତେବେ ଆପଣଙ୍କଠାରୁ ସୁସ୍ଥ ଆଉ କେହି ବି ହେବେ ନାହିଁ। ନମ୍ବର 13, ଯଦି ରୁଟିକୁ ରାତି ସାରା ଅର୍ଥାତ୍ 12 ଘଣ୍ଟା ପାଇଁ ଛାଡ଼ି ଦିଆଯାଏ, ତେବେ ଏଥିରେ ରୋଗ ପ୍ରତିରୋଧକ ଶକ୍ତିର ପରିମାଣ ବୃଦ୍ଧି ପାଏ, ଯାହା ଶରୀର ପାଇଁ ବହୁତ ଭଲ ହୋଇଥାଏ। ନମ୍ବର 14, ସକାଳୁ ଉଠିବା ମାତ୍ରେ ମୋବାଇଲ ଦେଖିବା ସ୍ୱାସ୍ଥ୍ୟ ପାଇଁ ଭୟଙ୍କର ହୋଇପାରେ ଓ ସ୍ୱାସ୍ଥ୍ୟ ପାଇଁ ଏହା ବହୁତ କ୍ଷତିକାରକ ହୋଇଥାଏ। ଏହା ମାନସିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବା ସହ ମାନସିକ ଚାପ, ଉଦ୍ବେଗ ଆଦିର କାରଣ ବି ହୋଇଥାଏ। ତେଣୁ ଆପଣମାନେ ମୋବାଇଲ ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ। ନମ୍ବର 15, ଛୋଟ ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ପିଲାଙ୍କ ଖାଦ୍ୟରେ ତେଲ ବଦଳରେ ଦେଶୀ ଘିଅର ବ୍ୟବହାର କରନ୍ତୁ। ଦେଶୀ ଘିଅ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ। 16, ଦହି ଓ ସିଝା ଅଣ୍ଡା ପ୍ରତିଦିନ ଖାଇଲେ ଛୋଟ ପିଲାଙ୍କର ସ୍ମରଣ ଶକ୍ତି ବଢ଼ିଥାଏ। ନମ୍ବର 17, ଅମାବାସ୍ୟା, ପୂର୍ଣ୍ଣିମା, ନବମୀ, ଦଶମୀ, ଚତୁର୍ଦ୍ଦଶୀ, ସଂକ୍ରାନ୍ତି ଏବଂ ସୋମବାର ଦିନ ବେଲପତ୍ର ତୋଳିବା ଉଚିତ ନୁହେଁ। ନମ୍ବର 18, ଅଦା କୋଲେଷ୍ଟ୍ରଲ୍ କମ୍ କରିବାରେ ସାହାଯ୍ୟ କରିଥାଏ। ତା ସହିତ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ, ଯାହା ଫଳରେ ହୃଦ୍ରୋଗ ସମସ୍ୟା କମ୍ ଦେଖା ଦେଇଥାଏ। ନମ୍ବର 19, ରକ୍ତଚାପ କଣ୍ଟ୍ରୋଲରେ ରଖିବାକୁ ଚାହୁଁଥିଲେ ଗୋଲମରିଚ ଗୁଣ୍ଡକୁ ମହୁ ସହିତ ଖାଆନ୍ତୁ। ଏହି ସମସ୍ୟା ଦୂର ହୋଇଯିବ। ନମ୍ବର 20, ସବୁବେଳେ ପେଟରେ ସମସ୍ୟା ହେଉଥିଲେ ଜୁଆଣିକୁ ଚୋବେଇକି ଖାଆନ୍ତୁ। ନମ୍ବର 21, ଶରୀରରେ ଭିଟାମିନ୍ ସିର ଅଭାବ ହେଲେ ଦାନ୍ତ ମାଢ଼ିରୁ ରକ୍ତ ବାହାରିଥାଏ। ସେଥିପାଇଁ କମଳା ଏବଂ ଲେମ୍ବୁ ଖାଆନ୍ତୁ, କାରଣ ଏଥିରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ରହିଥାଏ। ଆପଣମାନଙ୍କୁ ଯଦି ଆମ ଭିଡ଼ିଓଟି ଭଲ ଲାଗୁଥାଏ, ତାହେଲେ ଲାଇକ୍, କମେଣ୍ଟ ଓ ସେୟାର କରିବାକୁ ଜମା ବି ଭୁଲିବେନି। ଆଉ ଯଦି ଆପଣମାନେ ଆମ ଚ୍ୟାନେଲକୁ ନୂଆ କରି ଆସିଛନ୍ତି, ତାହେଲେ ଗୋଟେ ସବସ୍କ୍ରାଇବ୍ ନିହାତି କରିଦେବେ। କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଲେଖିଦିଅନ୍ତୁ। ମା ଲକ୍ଷ୍ମୀ ଆପଣଙ୍କର ସବୁ ଦୁଃଖକୁ ଦୂର କରିଦେବେ।